ଏ ସମାଜରେ ଏବେ ଭୌତିକ ଦୁନିଆରେ ଆମେ ଯାହା କରୁଛେ ସର୍ବପ୍ରଥମେ ଆମେ ଲକ୍ଷ୍ୟ ନିର୍ଣ୍ଣୟ କରୁଛେ, ତାପରେ ଆମେ ସାଧନା କରୁଛେ। ତେଣୁ ଜୀବନର ପ୍ରଧାନ ଲକ୍ଷ୍ୟ ପରମାତ୍ମାକୁ ଉପଲବ୍ଧି କରିବା ଓ ନିସ୍ୱାର୍ଥ ଭାବରେ ମାନବ ସେବା କରିବା। ଏଥିପାଇଁ ଆମେ ଜନ୍ମଗ୍ରହଣ କରିଛେ। ଏହା ଆମ ଜୀବନର ମୂଳ ଲକ୍ଷ୍ୟ। ଆକୁ ଏଇ ମହାନ କର୍ମକୁ ଛାଡ଼ି ଆମେ ଯେକୌଣସି କର୍ମ କରୁଛେ ବା କରିବା, ତା ଦ୍ୱାରା ଆମେ ପରମାତ୍ମା ପରବ୍ରହ୍ମ ଠାରୁ ଦୂରେଇ ଯିବା ଏବଂ ଯେତେ ପରମାତ୍ମା ପରବ୍ରହ୍ମଙ୍କ ଠାରୁ ଆମେ ଦୂରେଇ ଯିବା, ସେତେ ଦୁଃଖ, ଯନ୍ତ୍ରଣା, କଷ୍ଟ ଆମକୁ ଭୋଗ କରିବାକୁ ପଡ଼ିବ।